ବନର ଆଦିବାସୀ ରମଣୀ ସୁନ୍ଦର ଦେଖାଯାଉଥିବା କାଇଁଚକୁ ମୂଲ୍ୟବାନ ମନେକରି ତାହାକୁ ମାଳ କରି ପିନ୍ଧନ୍ତି। ସେମାନଙ୍କୁ ମୋତି ଦେଖାଇଲେ ଧଳା ପଥର ପରି ଦିଶୁଥିବାରୁ ତାର ମୂଲ୍ୟ ସେମାନେ ଜାଣିପାରନ୍ତି ନାହିଁ। ସେହିପରି ସଦ୍ଗୁଣ କାହାକୁ କୁହାଯାଏ? ଜାଣି ନଥିବା ମଣିଷ କିପରି ଅନ୍ୟର ଗୁଣର ମହତ୍ଵ ବୁଝିବ? ଗୁଣ ନଥିବା ବ୍ୟକ୍ତି ଅନ୍ୟର ଗୁଣକୁ ନିନ୍ଦା କରେ। ହୃଦୟରେ ପ୍ରବେଶ କରିବାର ଏକ ରାସ୍ତା ଅଛି, କିନ୍ତୁ ଯିବାର କୌଣସି ରାସ୍ତା ନାହିଁ। ସେଥିପାଇଁ ଜଣେ ବ୍ୟକ୍ତି ହୃଦୟରୁ ଚାଲିଯିବାକୁ ଚାହେଁ, ହୃଦୟକୁ ଭାଙ୍ଗିକି ଯାଇଥାଏ। ମଣିଷର ଗୁଣ ହେଉଛି ତାହାର ପରମ ସମ୍ପଦ। ପରିବାରର ସଦସ୍ୟ ରୂପେ ଏହି ଗୁଣାବଳୀର ଉପମା ଦେଇ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଯେଉଁ ଗୃହସ୍ଥ ସତ୍ୟଜ୍ଞାନ, ଧର୍ମ, ଦୟା, କ୍ଷମା ଏବଂ ଶାନ୍ତି ଏହି 6 ଗୁଣାବଳୀରେ ଭୂଷିତ, ସେ ଆନନ୍ଦରେ ଜୀବନ ଅତିବାହିତ କରନ୍ତି। ମାନବର ଶରୀର ନାଶଶୀଳ, ତାର ବୈଭବ ମଧ୍ୟ ଚିରସ୍ଥାୟୀ ନୁହେଁ। ମୃତ୍ୟୁ ଯେକୌଣସି ମୁହୂର୍ତ୍ତରେ ମଧ୍ୟ ହୋଇପାରେ। ତେଣୁ ଧର୍ମ ସଂଗ୍ରହ ପାଇଁ କର୍ତ୍ତବ୍ୟ କର୍ମ କରିବା ଉଚିତ। ଭଲ ସାଥୀଟିଏ ମିଳିଗଲେ ଲମ୍ବା ରାସ୍ତା ବି ଛୋଟ ହୋଇଯାଏ। 2 ଦିନର ଜୀବନ ବି ଶହ ଶହ ବର୍ଷ ଧରି ଅମର ହୋଇଯାଏ। ବୁଦ୍ଧିମାନ ଲୋକର 8ଟି ଲକ୍ଷଣ। ବିନା କାରଣରେ କାହାଠୁ ଉପଦେଶ ନିଅନ୍ତି ନାହିଁ। 2ରୁ ଅଧିକ ସାଙ୍ଗ ବା ସାଥୀ କରନ୍ତି ନାହିଁ। ନିଜର ସମସ୍ୟା କାହା ସାଥିରେ ଆଲୋଚନା କରନ୍ତି ନାହିଁ। ଯେତିକି ଦରକାର ସେତିକି ହିଁ କହିବେ। ବିନା କାରଣରେ କାହା କଥାରେ ମୁଣ୍ଡ ପୁରାନ୍ତିନି। ନିଜ ସାଙ୍ଗ ବ୍ୟତୀତ ଆଉ କାହା ସାଥିରେ କୁଆଡ଼େ ବି ଯାଆନ୍ତି ନାହିଁ। ଖାସ୍ ବ୍ୟକ୍ତିର ନିମନ୍ତ୍ରଣରେ ହିଁ ପାର୍ଟିରେ ଯୋଗଦାନ କରନ୍ତି। କାହାକୁ ବି ମିଛ ପ୍ରତିଶ୍ରୁତି ଦିଅନ୍ତି ନାହିଁ। କାହା ସାଥିରେ ପ୍ରତାରଣା କରିନଥାନ୍ତି। ନିଜ ଘରର ସମସ୍ୟାକୁ କାହା ଆଗରେ ପ୍ରକାଶ କରିନଥାନ୍ତି। ମଣିଷ ଜୀବନ ଜନ୍ମଠୁ ଆରମ୍ଭ ହୁଏ ଓ ପ୍ରତି କ୍ଷଣରେ ତାର ବିକାଶ ସଂଗଠିତ ହୋଇଥାଏ। ମା ଗର୍ଭରୁ ତାର ଶାରୀରିକ ବିକାଶ ଘଟିଥାଏ। ତାହା ଯୌବନର ଅନ୍ତ ଯାଏ ଚାଲୁ ରହି ବାର୍ଦ୍ଧକ୍ୟରେ ରୋକିଯାଏ। ସେମାନେ ଏହି ବିକାଶକୁ କମ ହେବାକୁ ଦିଅନ୍ତି ନାହିଁ। ଶାରୀରିକ ବିକାଶ ସମ୍ପୂର୍ଣ୍ଣ ବିକାଶର ଏକ ଦିଗ। ଏହା ସହିତ ଯଦି ମାନସିକ ବିକାଶ ନହେଲା ତେବେ ଏହା ପୂରା ହୁଏ ନାହିଁ। ମାନସିକ ବିକାଶ ଛଡ଼ା ସାମାଜିକ, ଆର୍ଥିକ ଓ ଆଧ୍ୟାତ୍ମିକ ବିକାଶ ବି ଆମର ଧ୍ୟେୟ ହେଉ। ଏପରି ଭାବେ ପୂର୍ଣ୍ଣ ବିକାଶ ହିଁ ଆମ ଜୀବନରେ ଆନନ୍ଦର କାରଣ ହୋଇଥାଏ। ବିକାଶ କାହାକୁ କୁହନ୍ତି? ବିକାଶ ବା ଉନ୍ନତିର ଲକ୍ଷ୍ୟ ହେଲା ଖୋଲିଯିବା ବା ପ୍ରସ୍ଫୁଟିତ ହେବା। ସବୁଠାରୁ ସୁନ୍ଦର ଫଟୋଟି କୌଣସି କାମରେ ଆସେ ନା ଯଦି ତାହା କ୍ୟାମେରା ଭିତରେ ବନ୍ଦୀ ଥାଏ। ତାହା ଡେଭେଲପ ହେଲା ପରେ ଯାଇ ଉପଯୋଗୀ ସିଦ୍ଧ ହୁଏ। ତାର ସୌନ୍ଦର୍ଯ୍ୟ ବାହାରକୁ ଆସେ, ତାର ଅଭିବ୍ୟକ୍ତି ସମ୍ଭବ ହୁଏ। ଏପରି ଶରୀର, ମନ, ବୁଦ୍ଧିର ପୂର୍ଣ୍ଣ ସମ୍ଭାବନା ଖୋଲିଯିବାକୁ ବିକାଶ କୁହନ୍ତି। ଏବଂ ଏହି 3ଟିର ଅନ୍ତରାଳରେ ଲୁପି ରହିଥିବା ଚୈତନ୍ୟର ଜାଗୃତିକୁ ତେଜ ବିକାଶ କୁହନ୍ତି। ଅନ୍ୟର ଦୁଃଖ ଓ କଷ୍ଟକୁ କେବେ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ। ଦୁଃଖ ଦେବା ପାଇଁ ତ ସାରା ଦୁନିଆ ଚାହିଁ ବସିଛି। ତାହାକୁ କେବେ ଟିକେ ସୁଖ ଓ ଆନନ୍ଦ ଦେବାକୁ ଚେଷ୍ଟା କର। ଲୋକମାନଙ୍କ ସହ ରହି ମୁଁ ଗୋଟେ କଥା ଶିଖିଗଲି ଯେ ତୁମେ ତାକୁ ଯେତେ ଗୁରୁତ୍ୱ ଦିଅ, ଅତି ବଦଳରେ ସେ ଆପଣଙ୍କୁ ଶସ୍ତା ଭାବିକି ଆପଣଙ୍କ ଭାବନା ସହ ଖେଳିଦେବେ। ଭଗବାନ ମୋତେ ଯେତେ ଥର ଜନ୍ମ ଦେବେ, ପ୍ରତିଟି ଜନ୍ମରେ ତୋତେ ହିଁ ମାଗିବି ଓ ଜୀବନ ସାଥୀ ରୂପେ। ଭଲ ସାଥୀଟିଏ ମିଳିଗଲେ ଲମ୍ବା ରାସ୍ତା ବି ଛୋଟ ହୋଇଯାଏ। 2 ଦିନର ଜୀବନ ବି ଶହ ଶହ ବର୍ଷ ଧରି ଅମର ହୋଇଯାଏ। ଖରାପ ହେବା ପାଇଁ ଏଠି
କାହାର ବା ଇଚ୍ଛା ଥାଏ। ଏଠି ନିଜ ଲୋକ ହିଁ ବାଧ୍ୟ କରନ୍ତି ଖରାପ ହେବା ପାଇଁ। ତୁମେ ମୋ ଜୀବନରେ ସେହି ଅଭାବ ଯାହା ସବୁଦିନ ପାଇଁ ରହିଯିବ। ଜୟ ଶ୍ରୀ ଜଗନ୍ନାଥ।